ସତ ହୋଇଗଲା ମାଳିକା 2024 ରେ ହୋଇଯିବ ଓଡ଼ିଶା ଧ୍ୱଂସ। ମାଡ଼ି ଆସୁଛି ବଡ଼ ସୁନାମୀ। ଓଡ଼ିଶା ରାଜନୀତି ନେଇଯିବ ଓଡ଼ିଶାବାସୀଙ୍କ ଜୀବନ। ଓଡ଼ିଶାବାସୀ ମାନିଲେନି ଜଗନ୍ନାଥଙ୍କୁ। ନମସ୍କାର ଦର୍ଶକ ବନ୍ଧୁ, ଆଜି ମୁଁ ଏମିତି କିଛି ଭିଜୁଆଲ ଆପଣମାନଙ୍କୁ ଦେଖାଇବାକୁ ଚାହୁଁଛି ଯାହା ଆପଣମାନେ ପୂର୍ବରୁ କେବେ ଦେଖିନଥିବେ, ଯାହା ଆମ ଓଡ଼ିଶା ଇତିହାସରେ ମଧ୍ୟ ଘଟିନଥିବ। ସେମିତି କିଛି ଭିଜୁଆଲ ମୁଁ ଆପଣମାନଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରୟାସ କରିବି। ଏହି ଭିଜୁଆଲ ସବୁ ସୋସିଆଲ ମିଡ଼ିଆରେ ଏବେ ଭାଇରାଲ ହେଉଛି। ଏହି ଭିଜୁଆଲ ମୁଁ ଦେଖାଇବା ପାଇଁ ଉଚିତ ମନେ କରୁନଥିଲି, କିନ୍ତୁ ଏବେ ଫେସବୁକ୍ ହେଉ କିମ୍ବା ଇନଷ୍ଟା ଖୋଲିଲେ ଏଭଳି କିଛି ଭିଜୁଆଲ ଆସୁଛି। କାହିଁକି କିଛି ଲୋକମାନେ ରିଅଲରେ ଏଭଳି କିଛି ହରକତ କରୁଛନ୍ତି। ଭିଜୁଆଲ ଦେଖାଇବାର କାରଣ ଆପଣମାନେ ନିଶ୍ଚିନ୍ତ ଜାଣିପାରୁଥିବେ। ଏହି ଭିଜୁଆଲ ଦେଖିଲା ପରେ ଲୋକମାନେ ନିଶ୍ଚିନ୍ତ ସତର୍କ ହୋଇଯିବେ ବୋଲି ମୁଁ ମନେ କରୁଛି। ଦର୍ଶକ ବନ୍ଧୁ, ଏବେ ଗାଁ ଗାଁରେ ବୁଲୁଥିବା ଅର୍ପଣ ରଥକୁ କିଭଳି ଲୋକମାନେ ସ୍ୱାଗତ କରୁଛନ୍ତି। ସ୍ୱାଗତ ବଦଳରେ ଜଗତର ନାଥ ଜଗନ୍ନାଥଙ୍କୁ କିଭଳି ହୀନସ୍ତା କରୁଛନ୍ତି ଜନସାଧାରଣମାନେ। ଜଗତର ନାଥ ଜଗନ୍ନାଥଙ୍କୁ ପୂଜା କରିବାର ବାହାନାରେ କିଭଳି ତାଙ୍କ ଉପରେ ଚଢ଼ି ଯାଉଛନ୍ତି ଓ ତାଙ୍କୁ ଅବମାନନା କରୁଛନ୍ତି ଏହି ମୂର୍ଖ ଭକ୍ତମାନେ। ପ୍ରତ୍ୟେକଟି ଗାଁରେ କାଳେ ଆସୁଛି ପ୍ରତ୍ୟେକଟି ଗାଁକୁ ରଥ। ସତରେ କ'ଣ ରଥ ଆସୁଛି ଗାଁକୁ? ଏଭଳି ହୀନ ରାଜନୀତି ସମୟରେ ଲୋକମାନେ କିଭଳି ଏହି ହୀନ ରାଜନୀତିରେ ପଡ଼ି ଭଗବାନଙ୍କୁ ଅବମାନନା କରୁଛନ୍ତି ଆପଣମାନେ ଦେଖନ୍ତୁ। ହୋଲି ଓ ଦୋଳ ପର୍ବ ସମୟରେ ସ୍ୱୟଂ ଭଗବାନ ଘର ଘର ଆସିଥାନ୍ତି ଭୋଗ ଖାଇବା ପାଇଁ। ସେତେବେଳେ ଆମକୁ କେଉଁଠି ଦେଖିବାକୁ ମିଳିନଥାଏ ଯେ ଦାଣ୍ଡରେ ଝୋଟି ପଡ଼ିଥିବା ଓ ଭଗବାନଙ୍କୁ ଭୋଗ ଦେବା। କିନ୍ତୁ ଏବେ ଯେଉଁଭଳି ରାଜନୀତି ଚାଲିଛି, ସେହି ରାଜନୀତିରେ ଲୋକମାନେ କିଭଳି ଗୋଟେ ଗୋଟେ ଧଳା ଶାଢ଼ୀ ପିନ୍ଧି ଆସି ଗୋଟିଏ ଗାଡ଼ିକୁ ସ୍ୱାଗତ କରୁଛନ୍ତି। ଦର୍ଶକ ବନ୍ଧୁ, ଆମର କୌଣସି ରାଜନୀତି କରିବା ଉଦ୍ଦେଶ୍ୟ ନାହିଁ, କିନ୍ତୁ ଏହିଭଳି ଭିଜୁଆଲ ଆମେ ଆପଣମାନଙ୍କୁ କାହିଁକି ଦେଖାଉଛୁ ଆପଣମାନେ ଜାଣିପାରୁଥିବେ। ଏଭଳି ନ ହେଉ, ଇଏ ରାଜନୀତି ନାଁରେ ଜଗନ୍ନାଥଙ୍କୁ ଭୁଲି ଯାଆନ୍ତୁ। ଆପଣମାନେ ଦେଖୁଥିବେ ରଥରେ ଜଗନ୍ନାଥ ଯେତିକି ଦେଖା ନ ଯାଉଛନ୍ତି, ସେତିକି ରାଜନେତାମାନେ ଶୋଭା ପାଉଛନ୍ତି ରଥରେ। ଯେଉଁ ରଥଟିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ବୁଲାଉଛନ୍ତି, ସେ ରଥରେ କିଭଳି ମୁଖ୍ୟମନ୍ତ୍ରୀ ମଧ୍ୟ ଜଗନ୍ନାଥ ଭଳି ପୂଜା ପାଉଛନ୍ତି ଆପଣ ମଧ୍ୟ ଦେଖିପାରିବେ। ଆପଣମାନଙ୍କୁ ଆଉ ଥରେ ଅନୁରୋଧ, ଆମେ କେବେ ହେଲେ ଏଭଳି କହିନାହୁଁ। ଏହି ଭିଜୁଆଲ ମାଧ୍ୟମରେ ଆମେ ଆପଣଙ୍କୁ ଅନୁରୋଧ କରୁଛୁ, ଏହି ଭିଜୁଆଲକୁ ଏତେ ମାତ୍ରାରେ ସେୟାର କରନ୍ତୁ, ଯେଉଁମାନେ ଏଭଳି ଭୁଲ କରିଛନ୍ତି ସେମାନେ ତାଙ୍କର ଭୁଲକୁ ବୁଝିଯିବେ ଓ ଜଗନ୍ନାଥଙ୍କୁ କ୍ଷମା ପ୍ରାର୍ଥନା କରିବେ।